ସମସ୍ତଙ୍କର ମାଲିକ ଏକ। ଏହା ଏକ ନିରନ୍ତର ସତ୍ୟ ଯାହାର ପ୍ରଚାର ପ୍ରତ୍ୟେକ ଧର୍ମଗ୍ରନ୍ଥରେ ରହିଛି। ବେଦାନ୍ତର ବ୍ରହ୍ମସୂତ୍ର କହୁଛି ଏକମ୍ ବ୍ରହ୍ମ ଦ୍ୱିତୀୟ ନାସ୍ତି, ଅର୍ଥାତ୍ ଈଶ୍ୱର ଏକ ଏବଂ ଅଦ୍ୱିତୀୟ। ଉପନିଷଦରେ ଅନେକ ସ୍ଥାନରେ ଈଶ୍ୱରଙ୍କ ଏକତ୍ୱର ଘୋଷଣା କରାଯାଇଛି। ବାଇବେଲରେ ମଧ୍ୟ କୁହାଯାଇଛି ଆମ ପ୍ରଭୁ ଆମ ଈଶ୍ୱର ଏକ। କୁରାନ ସେହି ପ୍ରାଚୀନ ଶିକ୍ଷାକୁ ସ୍ମରଣ କରାଇ କହିଛି ତୁମମାନଙ୍କର ଈଶ୍ୱର ଜଣେ, ତାଙ୍କ ବ୍ୟତୀତ କେହି ଉପାସନା ଯୋଗ୍ୟ ନୁହନ୍ତି। ତୈତ୍ତିରୀୟ ଉପନିଷଦରେ ନିରାକାର ବ୍ରହ୍ମକୁ ସୃଷ୍ଟି, ସ୍ଥିତି ଓ ବିଲୟର କାରଣ ବୋଲି କୁହାଯାଇଛି। ଅଥର୍ବ ବେଦରେ କୁହାଯାଇଛି ଯେ ଈଶ୍ୱର ସିଏ ଯିଏ ମୃତ୍ୟୁ ଦିଅନ୍ତି, ପ୍ରାଣ ସଂହାର କରନ୍ତି ଏବଂ ଯାହାଙ୍କ କୃପାରୁ ସମସ୍ତ ଜୀବ ଜୀବିତ ରୁହନ୍ତି। କୁରାନ ମଧ୍ୟ ଅବିକଳ ସମାନ କଥା କହିଛି ଯେ ଆଲ୍ଲାହ ସିଏ ଯିଏ ତମକୁ ସୃଷ୍ଟି କଲେ, ତମକୁ ଆହାର ଦେଲେ, ପୁଣି ସେ ତମକୁ ମୃତ୍ୟୁ ଦେବେ ଏବଂ ପୁନଃ ଜୀବିତ କରିବେ। ଋଗ୍ବେଦ ତାଙ୍କୁ ବିଶ୍ୱସ୍ୱ ଭୁବନେଶ୍ୱର ରାଜଃ କହିଥିବା ବେଳେ କୁରାନ ତାଙ୍କୁ ସର୍ବଲୋକେଶ୍ୱର କହିଛି। ନିରାକାର ବ୍ରହ୍ମକୁ ଆରବୀ ଭାଷାରେ ଆଲ୍ଲାହ କୁହାଯାଏ। ଆଲ୍ଲାହ ଏକ ଅନୁପମ ନାମ। ଏହାର ଏକ ବିଶେଷତ୍ୱ ରହିଛି ଯେ ଏହାର ଲିଙ୍ଗ ବା ବଚନ ପରିବର୍ତ୍ତନ କରାଯାଇପାରିବ ନାହିଁ କିମ୍ବା ଏହି ଶବ୍ଦ ପୂର୍ବରୁ ବା ପରେ କୌଣସି ଅକ୍ଷର ଯୋଡ଼ି ଏହାକୁ ଅନ୍ୟ କାହା ପାଇଁ ବ୍ୟବହାର କରାଯାଇପାରିବ ନାହିଁ। ବେଦାନ୍ତରେ ଈଶ୍ୱରଙ୍କୁ ଅଜନ୍ମ, ଅରୂପ, ଅଚିନ୍ତ୍ୟ, ଅଦୃଶ୍ୟ ଏବଂ ଅନୁପମ ବୋଲି କୁହାଯାଇଛି। ଶ୍ୱେତାଶ୍ୱରରେ ଉପନିଷଦରେ ତାଙ୍କୁ ଅଜନ୍ମ, ତାଙ୍କର କେହି ଜନ୍ମଦାତା ବା ପ୍ରଭୁ ନାହାନ୍ତି। ତାଙ୍କୁ ଜନ୍ମରହିତ, ନିତ୍ୟ ଏବଂ ପବିତ୍ର ଜାଣିଲେ ସମାଜ ପାପରୁ ମୁକ୍ତ ମିଳିବ ଏବଂ ସେ ଅବିନାଶ। ଉପନିଷଦରେ ଏହା ମଧ୍ୟ କୁହାଯାଇଛି ଯେ ଈଶ୍ୱର ଦୃଶ୍ୟମାନ ନୁହନ୍ତି। ଏହାର ସମର୍ଥନ କରି ବାଇବେଲ କହିଛି ଯେ ଈଶ୍ୱରଙ୍କୁ କେହି କେବେ ଦେଖିନାହିଁ। କଠ ଉପନିଷଦର ଈଶ୍ୱରଙ୍କୁ ଶରୀର ରହତି କହିଥିବା ବେଳେ ଶ୍ୱେତାଶ୍ୱର ଉପନିଷଦ ତାଙ୍କୁ ଅମୂର୍ତ୍ୟ ବା ନିରାକାର ବୋଲି କହିଛି। ବେଦ ତାଙ୍କୁ ଅନୁପମ ବୋଲି କହିଛି ଏବଂ ଉପନିଷଦ କହିଛି ଯେ ତାଙ୍କର ସମ ଏବଂ ତାଙ୍କଠାରୁ ଶ୍ରେଷ୍ଠ କେହି ନାହିଁ। ସେହି ପବିତ୍ର ସତ୍ତାକୁ କେନ ଉପନିଷଦର ଋଷି ଅଚିନ୍ତ୍ୟ ବୋଲି ବର୍ଣ୍ଣନା କରି କହିଛନ୍ତି ଯେ ଯାହାଙ୍କୁ ମନ ଦ୍ୱାରା ଚିନ୍ତା କରି ହୁଏ ନାହିଁ, ମାତ୍ର ଯାହାଙ୍କର ଦ୍ୱାରା ମନ ଚିନ୍ତା କରିବାକୁ ସମର୍ଥ ହୁଏ, କେବଳ ତାଙ୍କୁ ହିଁ ବ୍ରହ୍ମ ବୋଲି ଜାଣ। କୁରାନ ମଧ୍ୟ ଆଲ୍ଲାହଙ୍କୁ ଅଜନ୍ମା, ଅବିନାଶ, ଅଦୃଶ୍ୟ ଓ ଅନୁପମ କହିଛି। ଏଥିରୁ ଜଣାପଡ଼େ ଯେ ପ୍ରାଚୀନ ବୈଦିକ ଯୁଗରେ ନିରାକାର ଈଶ୍ୱରଙ୍କର ଉପାସନା କରାଯାଉଥିଲା।